ଜେଜେମା ବସିଛୁ। ହଁ ରେ ଦୁଃଖ, କ'ଣ କହୁଛୁ? ଦୁଃଖ, ସ୍କୁଲରୁ କେତେବେଳେ ଆଇଲୁ କି? ଜେଜେମା ମୁଁ ବା କେତେବେଳୁ ଆଇଲିନି, ଆମର ଜଲ୍ଦି ଛୁଟି ହେଇଗଲା। ଦୁଃଖ, ଭଲ ପାଠ ପଢିବୁ, ବାପା ମାଙ୍କର ଯେମିତି ନାଁ ରଖିବୁ, ଗୁରୁଜନ ମାନଙ୍କୁ ଭକ୍ତି କରିବୁ, ତାକୁ ସମ୍ମାନ କରିବୁ, ବଡ଼ ହେଲେ ଗରିବ ଲୋକଙ୍କୁ ସାହାଯ୍ୟ କରିବୁ। ଏମିତି କାମ କରିବୁ, ତତେ ସମସ୍ତେ ଭଲ ପାଇବେ। ଜେଜେମା ମୁଁ ତତେ କଥା ଦଉଛି, ମୁଁ ତୋ କଥା ସବୁ ମାନିବି। କିଛି ମାସ ପରେ ବାବୁରେ, ବାବୁ ମାଡ, ମୋ ଦିହ କ'ଣ ହେଇଯାଉଛି ରେ, ମୋ ପାଖକୁ ଟିକେ ଆରେ। ମା କ'ଣ କହୁଛୁ? ମତେ କାହିଁ ଡାକୁଥିଲୁ? ବାବୁରେ, ମତେ କଥା ଦେ, ମୋ ନାତିକି ଯେମିତି ହେଲେ ବଡ଼ ମଣିଷ କରିବୁ। ମା ତୁ ଏମିତି କାହିଁ ସବୁ କହୁଛୁ? କାହିଁକି ଏତେ ସବୁ ଆଜବାଜ ଚିନ୍ତା କରୁଛୁ କଣ? ମୁଁ ତତେ କଥା ଦଉଛି, ମୁଁ ପୁଅକୁ ବଡ଼ ମଣିଷ କରିବି, ଯେମିତି ସମସ୍ତେ ତାକୁ ଭଲ ପାଇବେ। କିଛି ମାସ ପରେ ଧନ, ଏ 100 ଟଙ୍କା ଗଣେଶ ପୂଜା ଫିସ୍ ଦେଇଦବୁ। ଆଉ ଟିଫିନରେ ଯାହା ଦେଇଛି ସବୁ ଖାଇବୁ। ମୁଁ ଟିଫିନ ଖାଇଦେମି ଆଉ ଗଣେଶ ପୂଜା ଚାନ୍ଦା ବି ଦେଇଦେମି। ଓ ମାମା ମୁଁ ଯାଉଛି। କିଛି ସମୟ ପରେ ମାମା ମତେ ଭୋକ ଲାଗିଲାନି, ଭାତ ବାଢୁନୁ। ଟିଫିନ ଦେଇଥିନି ଖାଇନୁ କି? ମାମା ମୁଁ ଟିଫିନ ଖାଇନି। କ'ଣ ହେଲା? ତତେ ଟିଫିନ ଦେଇଥିନି, ତୁ ଟିଫିନ ଖାଇନୁ? ଆଉ ଯୋଉ ପଇସା ଦେଇଥିନି ତୁ ଚାନ୍ଦା ଦେଇଛୁ କି ନାଇଁ? ମାମା ସେ 100 ଟଙ୍କା ନୁହେଁ। ମାମା ମୁଁ ଯେତେବେଳେ ସ୍କୁଲ ଯାଉଥିଲି, ବାଟରେ ଗୋଟେ ଗରିବ ଲୋକ ଦେଖାହେଲା। 5 ଦିନ ହେଲା ସେ କିଛି ବି ଖାଇନି। ମୁଁ ତା ଦୁଃଖ ସହି ନ ପାରି ମୁଁ ମୋ ଖାଇବା ସବୁ ତାକୁ ଦେଇଦେନି। ମା ମୁଁ ସେ 100 ଟଙ୍କା ତାକୁ ବି ଦେଇଦେନି। ବାବାଟା ଏଠି ଗାନି ମୋ କତିକି। ବାବାଟା ଏତେ କଥା ତୁ କାହା ପାଖରୁ ଶିଖିଲୁ? ଆଚ୍ଛା ମୋ ଜେଜେମା ସବୁ ଶିଖିଥିଲା। ବାବାରେ, ଜେଜେମା ସିନା ଆଜି ଆମ ପାଖରେ ନାହିଁ, କିନ୍ତୁ ତାର ପ୍ରତ୍ୟେକ କଥା ତୁ ମନେ ରଖିଛୁ। ତୁ ସିନା ଆଜି ଆମକୁ ଛାଡ଼ି ଚାଲି ଯାଇଛୁ, ଆଉ ତୁ ଦେଇଥିବା କଥା ମୁଁ ପୂରଣ କରିଛି, ଆଉ ତୋ ନାତିକି ଗୋଟେ ବଡ଼ ମଣିଷ କରିଛି।